वन्दे लोकतिलकं साततवार्ताविभूषणं अमरकृत्यशरणं प्रबोधं लोकजीवनं प्रणयप्रमुदजागदीपनं वन्दे जीवनजीवनं सत्पुरुषं नमामि। ପ୍ରାଣର ଶ୍ରୀ ଠାକୁର ଜଗଜ୍ଜନନୀ ଶ୍ରୀ ଲକ୍ଷ୍ମୀ ମା ଯୁଗାଚାର୍ଯ୍ୟ ଶ୍ରୀ ବଡ଼ଦା ଆଜିର ଭରସା ପ୍ରଧାନ ଆଚାର୍ଯ୍ୟଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ପୂଜ୍ୟ ଅବିନ୍ଦା ଏବଂ ଠାକୁର ପରିବାର ସମସ୍ତଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ଆଜିର এই ପୁଣ୍ୟ ସତ୍ସଙ୍ଗର ପୂଜ୍ୟ ପରିଚାଳକ ଶ୍ରଦ୍ଧା ଏବଂ ଉପସ୍ଥିତ ସମସ୍ତ ପୂତ ପାଞ୍ଜାଧାରୀ ରୀତିକ ମଣ୍ଡଳୀ, ଅଧୈର୍ଯ୍ୟ ମଣ୍ଡଳୀ, ଯାଜକ ମଣ୍ଡଳୀ ସମସ୍ତଙ୍କୁ ମୋର ଆଭୂମିଷ୍ଠ ପ୍ରଣାମ ଜଣାଏ। ଉପସ୍ଥିତ ସମସ୍ତ ଗୁରୁ ଭାଇ, ଗୁରୁ ମାତା, ସାଧୁ ସଜ୍ଜନ ମଣ୍ଡଳୀ, କୁନି କୁନି ପିଲାଏ ସମସ୍ତଙ୍କୁ ମୋର ପ୍ରୀତିପୂର୍ଣ୍ଣ ରାଭରା ଜୟ ଗୁରୁ ଜଣାଏ। ଗୋବିନ୍ଦପୁର କଟକ ସତ୍ସଙ୍ଗ କେନ୍ଦ୍ରର ଧାରାବାହିକ ସତ୍ସଙ୍ଗ ବିଜ୍ଞାନ ଦା ପୁଣି କାଲି ଫୋନ କରିଥିଲେ। ମୁଁ ଗୋଟେ ସ୍କୁଲରେ ପିଲାମାନଙ୍କ ଉଦ୍ଦେଶ୍ୟରେ କିଛି ITIରେ ଥିଲି, ପିଲାମାନଙ୍କୁ ମେଡିଟେସନ ଉପରେ କିଛି କହୁଥିଲି, ସେ ସମୟରେ ଫୋନଟି ଉଠେଇ ପାରିଲିନି। ତେବେ ଯାହା ହଉ ପରମ ପିତାଙ୍କର ଏ ଧାରାବାହିକ ଭାଦ୍ର ସତ୍ସଙ୍ଗ ସୁନ୍ଦର ଭାବରେ ବିଶିଷ୍ଟ କଣ୍ଠଶିଳ୍ପୀ, ମୋର ପ୍ରିୟ କଣ୍ଠଶିଳ୍ପୀ 2 ଜଣ ସଙ୍ଗୀତ ଗାନ କଲେ ଆଉ ବହୁତ ଅତ୍ୟନ୍ତ ବରଛୁଆ ହେଇଥିଲା। ତେବେ କାଲି ଆମେ ଆଲୋଚନା କରୁଥିଲେ ପରମ ପିତାଙ୍କର ସେଇ ଲୀଳା ରହସ୍ୟର କଥା। ଈଶ୍ୱର ପୁରୁଷୋତ୍ତମ ତାଙ୍କୁ ଜାଣିବାଟା ଆମର ଜ୍ଞାନ ଗାରିବାର ବହୁତ ଉର୍ଦ୍ଧ୍ୱରେ ଥାନ୍ତି। ସେଥିପାଇଁ ଯେତେବେଳେ ହାଉଜରମ୍ୟାନ ଠାକୁରଙ୍କୁ ପଚାରିଲେ ଆଇ କ୍ୟାନଟ୍ ଅଣ୍ଡରଷ୍ଟାଣ୍ଡ ୟୁ, ଠାକୁର ତାଙ୍କୁ ସୁନ୍ଦର ଭାବରେ କହୁଥିଲେ ଟ୍ରାଏ ଟୁ ଷ୍ଟାଣ୍ଡ ଅଣ୍ଡର ମି। ଯେତେବେଳେ ତାଙ୍କ ତଳେ ଯେତେବେଳେ ମଣିଷ ଛିଡା ହୁଏ, ତାଙ୍କର ଛତ ଛାୟା ତଳେ, ତାଙ୍କର ଆଶା ଆଶୀର୍ବାଦ ତଳେ ଯେତେବେଳେ ମଣିଷ ଛିଡା ହୁଏ, ସେତେବେଳେ ହିଁ ତାଙ୍କୁ ବୁଝି ହୁଏ। ତେଣୁ ଡୋଣ୍ଟ ଟ୍ରାଏ ଟୁ ଅଣ୍ଡରଷ୍ଟାଣ୍ଡ ମି, ଟ୍ରାଏ ଟୁ ଷ୍ଟାଣ୍ଡ ଅଣ୍ଡର ମି। କେଷ୍ଟଦା ବି ଯେତେବେଳେ ପଚାରିଥିଲେ ସେଇ ହାଉ ଟୁ ଅଣ୍ଡରଷ୍ଟାଣ୍ଡ, ଠାକୁର ଥିଲା ଯେ ଲଭ୍ ମି, ଲଭ୍ ୱିଲ୍ give you understanding। ତ ହାଉ ଟୁ ଲଭ୍ ମି ନା ଲଭ୍ ମି, ଲଭ୍ ୱିଲ୍ ଏକ୍ସପ୍ଲେନ୍ ୟୁ ହାଉ ଟୁ ଲଭ୍। ଏମିତି ଅନେକ କଥା ଉଠେ। ତେଣୁ ଠାକୁର ଯୋଉ ଆମେ ଜାଣିଛୁ ଯୋଉ ନାମ ଏବଂ ନାମୀ ଅଭେଦ୍ୟ, ଏ ଯୋଉ ନାମ ଶବ୍ଦ ବ୍ରହ୍ମ ରୂପରେ ଯାହା ଆମେ ଜାଣୁ, ସେ ହଉଛି ବୀଜ ମନ୍ତ୍ର। ଯାହା ଆମେ ଜାଣିଛୁ ଯେ ନାମ ହଉଛି ଏକ ସ୍ପନ୍ଦନାତ୍ମକ ପ୍ରତିଛବି। ଏ ନାମ ମଣିଷକୁ ଅନେକ ଶାନ୍ତି ସ୍ୱସ୍ତିରେ ଅବସ୍ଥାପିତ କରିବା ପାଇଁ ସାହାଯ୍ୟ କରେ। କାରଣ ମଣିଷ ମନ ଭିତରେ ଅନେକ ଚିନ୍ତା ଚେତନା ଆସେ, ଯୋଉଥିପାଇଁ ମଣିଷ ଅନେକ କଷ୍ଟ ଜୀବନରେ ସ୍ୱୀକାର କରିବାକୁ ପଡେ। ଆମ ଦୁଃଖ ଯାନ୍ତ୍ରଣାର ମୂଳ କଥା ହଉଛି ଆମର ସେଇ ମନ। ଏଇ ମନଟା ହିଁ ଆମକୁ ଅନେକ ଦୁଃଖ ଯନ୍ତ୍ରଣା ଭିତରକୁ ନେଇଯାଏ। ତେଣୁ ମନର ଏଇ ମନ କଣ? ଜଣେ ସାଇକୋଲୋଜିଷ୍ଟକୁ ଯେତେବେଳେ ପଚରା ହେଇଥିଲା ଏ ମନ କଣ, ତେଣୁ ମନ ସେ କହିଲେ ଦ ମାଇଣ୍ଡ, ଆମେ ତାକୁ ଇଂଲିଶରେ ମାଇଣ୍ଡ ବୋଲି କହୁ। ତ ସେ କହିଲେ ମାଇଣ୍ଡ ଇଜ ପ୍ରେଜେଣ୍ଟ ଏଭ୍ରିହ୍ୱେୟାର ବଟ୍ ମାଇଣ୍ଡ ଇଜ ପ୍ରେଜେଣ୍ଟ नो ହ୍ୱେୟାର। ଦେଖନ୍ତୁ, ଏଇ ଯୋଉ ମନଟା, ଆମେ ମନ ନେଇକି ଅନେକ ସମୟରେ ଅନେକ କଥା ଉଠେ। ତ ମନଟା କୋଉଠି ଥାଏ?
ଅନେକ ଭାବନ୍ତି ଏଇ ମନଟା ଆମର ଛାତି ଭିତରେ ଆମ ମନଟା ଅଛି, ହୃଦୟ ଭିତରେ ମନଟା ଅଛି। କିଏ କହେ ଆମର ବ୍ରେନ ଭିତରେ ମନ ଅଛି, ମୁଣ୍ଡରେ ମନଟା ଅଛି। କିନ୍ତୁ ମୁଣ୍ଡଟା ତ ବ୍ରେନ ଅଛି, ଆଉ ଛାତିକି ଯେତେବେଳେ ହାତ ମାରି କହୁ ଆମେ କହୁ ଏଇଠି ମନ ମୋର ଖରାପ ହେଇଗଲା। ତେଣୁ ଛାତି ଭିତରେ ଆ, ସେଠି ତ ହାର୍ଟଟେ ଅଛି। ତେବେ ମନ ବୋଲି କୌଣସି ଗୋଟେ ଅର୍ଗାନ ଆମ ବଡି ଭିତରେ ନାହିଁ। ମନ ବୋଲି କୌଣସି ଗୋଟେ ଅର୍ଗାନ ଆମ ମନ ଭିତରେ ବଡି ଭିତରେ ନାହିଁ। ଯେମିତି ଲିଭର ଅଛି, ପାନକ୍ରିଆ ଅଛି, କି କିଡନୀ ଅଛି, ବ୍ରେନ ଅଛି, ହାର୍ଟ ଅଛି, ଏମିତି ଲଙ୍ଗସ ଅଛି, ଏମିତି ମାଇଣ୍ଡ ବୋଲି ଗୋଟେ କିଛି ଅର୍ଗାନ ବଡି ଭିତରେ ଆମର ନାହିଁ। କିନ୍ତୁ ପରମ ବିଜ୍ଞାନୀ ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ଏଇ ମନ କଣ? ମନ ହଉଛି ଯାହା ମୁଁ କାଲି କହୁଥିଲି ଯେ ମନ ଶରୀରଟା ଦୁଇଟା ଜିନିଷରେ ତିଆରି। ଗୋଟେ ହଉଛି ସତ୍ତା ଆଉ ଗୋଟେ ହଉଛି ଅସ୍ତିତ୍ୱ। ସତ୍ତାରେ ଆମେ ବଞ୍ଚି ରହୁ, ଅସ୍ତିତ୍ୱରେ ଆମେ ବୃଦ୍ଧି ପାଉ। ଆଉ ଏ ସତ୍ତା ଯୋଉ ସୃଷ୍ଟିର ତତ୍ତ୍ୱକୁ ନେଇକି ଯାହା ଆମେ ଆଲୋଚନା କରୁଥିଲେ ଯେ ସବୁ କିଛି ଦିଟା ଜିନିଷରେ ତିଆରି। ସୃଷ୍ଟିର ଯାହା କିଛି ଦେଖୁଛୁ, ଯୋଉ ଜୀବାତ୍ମା ଯାହା କିଛି ଦେଖୁଛୁ, ବସ୍ତୁ ଯାହା କିଛି ଦେଖୁଛୁ, ସବୁ ଭିତରେ ସେଇ ସତ୍ତା ଓ ଅସ୍ତିତ୍ୱ ଅଛି। ତେଣୁ ସତ୍ତା ହଉଛି କଣ ନା ତା ହଉଛି ଶକ୍ତି ବା ଏନର୍ଜି ବା ସ୍ପିରିଟ। ଯେମିତି ଇଲେକ୍ଟ୍ରନ, ପ୍ରୋଟନ, ନ୍ୟୁଟ୍ରନ ଅଛି, ସେମିତି ଏଇ ସ୍ପିରିଟ ଟା ବି ଗୋଟେ ପାର୍ଟିକଲ। ଇଟ୍ ଇଜ ଚାର୍ଜଲେସ୍, ମାସଲେସ୍, ବଟ୍ ଇଟ୍ ୱିଲ୍ କ୍ରିଏଟ୍ ଦ କନସିୟସନେସ୍ ଇନ୍ ଦ ମାଇଣ୍ଡ। ସେଥିପାଇଁ ଠାକୁର କହୁଥିଲେ ଦ ସ୍ପିରିଟ ଇଜ ଦ ହାଏଷ୍ଟ ସୋର୍ସ ଅଫ ଏନର୍ଜି। ଆତ୍ମା ହଉଛି ଗୋଟେ ଭାଷ୍ଟ ସୋର୍ସ ଅଫ ଏନର୍ଜି। ଏବଂ ଆତ୍ମା ଯିଏକି ମଣିଷ ଭିତରେ ଚିରନ୍ତନ କଣ୍ଟିନ୍ୟୁଅସଲି ତା ଭିତରେ ଚେତନାଟାକୁ ସୃଷ୍ଟି କରେ, ତାହା ହଉଛି ଆତ୍ମା, ସେ ହଉଛି ଶକ୍ତି। ତେଣୁ ଏଇଠି କଥା ଉଠେ ଯୋଉ ଶକ୍ତି ଆଉ ବସ୍ତୁ ଭିତରେ ଆମ ଶରୀରର ଗଢା। ତେଣୁ ଠାକୁର ତ ପରମ ବିଜ୍ଞାନୀ, ଠାକୁରଙ୍କର ସେ ମାଇଣ୍ଡର ବ୍ୟାଖ୍ୟା ଦେଖନ୍ତୁ। ଠାକୁର କହୁଛନ୍ତି ଏଇ ଯୋଉ ଆତ୍ମା, ଆମ ଯୋଉ ସତ୍ତା ଆମ ଶରୀର ଭିତରେ ଅଛି, ଏଇ ସତ୍ତାରୁ ଉତ୍ପନ୍ନ ହଉଥିବା ତରଙ୍ଗ, ସତ୍ତା ଯଦି ଶକ୍ତି ହୁଏ, ତେଣୁ ତା ଭିତରୁ ଯୋଉ ତରଙ୍ଗ ବାହାରେ ବା ଯୋଉ ଇଲେକ୍ଟ୍ରୋମାଗ୍ନେଟିକ ରେଡିଏସନ ବାହାରେ, ସେଇ ରେଡିଏସନ ଟା ଯେତେବେଳେ ବାହାର ପରିବେଶ ପରିବେଷ୍ଟନ ସହିତ ଆମେ ଯୁଆଡେ ଯୁଆଡେ ଲକ୍ଷ୍ୟ କରୁ, ଯୋଉଠି ଘାତ ପ୍ରତିଘାତ ହେଇକି ଯୋଉ କମ୍ପନ ଆମ ଭିତରେ ସୃଷ୍ଟି କରେ, ତାହା ହଉଛି ମନ। ତେଣୁ ଆମର ସତ୍ତାରୁ ଉତ୍ପନ୍ନ ହଉଥିବା ତରଙ୍ଗ ଯାହା ଚାରିପାର୍ଶ୍ୱରେ ପରିବେଶ ପରିବେଷ୍ଟନ ସହିତ ଘାତ ପ୍ରତିଘାତ ଭିତରେ ଯୋଉ ମାନେ ଧକ୍କା ଖାଇକି ଆମ ଭିତରେ ଯୋଉ ମାନେ ରିଟର୍ଣ କରିକି ଯୋଉ ତରଙ୍ଗଟା ସୃଷ୍ଟି କରେ, ତାହା ହଉଛି ମନ। ଇଏ ହଉଛି ପରମ ବିଜ୍ଞାନୀ ଶ୍ରୀ ଶ୍ରୀ ଠାକୁରଙ୍କର ତତ୍ତ୍ୱ। ଏବଂ ଠାକୁର କହୁଥିଲେ ଏଇ ଯୋଉ ସତ୍ତାରୁ ଉତ୍ପନ୍ନ ହଉଥିବା ତରଙ୍ଗଟା ହିଁ ମନ। ମାନେ ଧକ୍କା ଖାଇକି ଯୋଉ କମ୍ପନ ସୃଷ୍ଟି କରେ, ଆମେ ଜାଣିପାରୁ। ଠାକୁରଙ୍କର ଗୋଟେ ଇଂଲିଶର ବାଣୀ ଅଛି, ଦ ଏଭ୍ରି ହ୍ୟୁମାନ ବିଙ୍ଗ ଇଜ ଇମିଟିଂ ଆଣ୍ଡ ଆବଜର୍ଭିଂ ରେଡିଓ ଫ୍ରିକ୍ୱେନ୍ସି ସେଣ୍ଟର। ତାପରେ ପ୍ରତି ମଣିଷ ପ୍ରତି ମୁହୂର୍ତ୍ତରେ ତା ଭିତରୁ ବିକିରଣତା ତ୍ୟାଗ କରେ, ଗୋଟେ ଇଲେକ୍ଟ୍ରୋମାଗ୍ନେଟିକ ରେଡିଏସନ ତିଆରି କରେ। ଯୋଉ ଇଲେକ୍ଟ୍ରୋମାଗ୍ନେଟିକ ରେଡିଏସନଟା ଭିତରେ ଆମେ ଅନ୍ୟମାନଙ୍କୁ, ଗୋଟେ ଅଚିହ୍ନା ଲୋକକୁ ଦେଖିଲେ, ଅଚିହ୍ନା ଲୋକ ତା ବିଷୟରେ ଆମେ କିଛି ଜାଣିନଥିବା, କିନ୍ତୁ ତାକୁ ଦେଖୁ ଦେଖୁ ମନ ଭିତରେ ଏ ଲୋକଟା ଖରାପ ଲୋକଟା ଭଳିଆ, କି ଲୋକଟା ଭଲ ଲୋକଟା, ଆମେ ତା ପାଖକୁ ଭଲ ଲାଗିଲେ ଆମେ ତା ପାଖକୁ ଯାଉ, ତା ସହିତ ଟିକେ ମିଶୁ। ତାର ମୂଳ କାରଣ ହଉଛି ସେ ତାର ସତ୍ତାରୁ ଉତ୍ପନ୍ନ ହଉଥିବା ତରଙ୍ଗ ଯେତେବେଳେ ମୋର ସତ୍ତାରୁ ଉତ୍ପନ୍ନ ହଉଥିବା ତରଙ୍ଗ ସହିତ ଯେତେବେଳେ ମିଶିଯାଏ, ମତେ ଲୋକଟା ଭଲ ଲାଗେ। ଯଦି ମିଶେ ନା, ସେ ଲୋକଟା ମୋ ମୋ ମାଫିକ ହେଇପାରେ ନା, ମୁଁ ତାକୁ ମନେ ମନେ ଘୃଣା କରେ। ତେଣୁ ଡକ୍ଟର ଟେସ୍ଲା, ଯିଏକି ବଡ ସାଇଣ୍ଟିଷ୍ଟ ଥିଲେ, ଯାହାଙ୍କ ନାଁରେ ନୋବେଲ ଲରେଟ ମଧ୍ୟ ସେ ରାମକୃଷ୍ଣ ପରମହଂସଙ୍କର ସାନ୍ନିଧ୍ୟ ମଧ୍ୟ ଲାଭ କରିଥିଲେ। ସେ କହୁଥିଲେ ଇଫ୍ ୟୁ ୱାଣ୍ଟ ଟୁ ନୋ ଦ ସିକ୍ରେଟ ଅଫ ଦିସ୍ ୟୁନିଭର୍ସ, ଏ ସୃଷ୍ଟିର ତତ୍ତ୍ୱକୁ ଯଦି ବୁଝିବାକୁ ହୁଏ, ୱି ହାଭ୍ ଟୁ ନୋ ଦ ଭାଇବ୍ରେସନ। ଆମେ କମ୍ପନଟାକୁ ବୁଝିବାକୁ ପଡିବ। ସେ ପୁଣି କହୁଥିଲେ ଦ ଭାଇବ୍ରେସନ ଇଜ ଦ ଫ୍ରିକ୍ୱେନ୍ସି ଆଣ୍ଡ ଫ୍ରିକ୍ୱେନ୍ସି ୟୁର ଥଟ୍ ଇଜ ଦ ଭାଇବ୍ରେସନ। ଆମ ମନ ଭିତରେ ଯୋଉ ଚିନ୍ତା ଆସେ, ସେଇ ଚିନ୍ତା ହଉଛି କମ୍ପନ, ଭାଇବ୍ରେସନ। ଆଉ ସେଇ ଭାଇବ୍ରେସନ ଟା
ହିଁ ଆମକୁ ସବୁ କିଛି ଜାଣିବାରେ ସାହାଯ୍ୟ କରେ। ତ ସେଇ ଭାଇବ୍ରେସନଟାକୁ ଆମେ ବୁଝିପାରିଲେ ଆମେ ସୃଷ୍ଟିର ସିକ୍ରେଟ ଗୁଡାକୁ ସବୁ ଆମେ ଅନେକ କିଛି ବୁଝିପାରୁ। ତେବେ ଏଇ ସତ୍ତାରୁ ଯୋଉ ଉତ୍ପନ୍ନ ହଉଛି ଯୋଉ ତରଙ୍ଗ, ଆମେ ଯୋଉ ଫ୍ରିକ୍ୱେନ୍ସି ଯୋଉ ରେଡିଏସନ ଛାଡୁଛୁ, ସେ ରେଡିଏସନ ଟା ଆଉ ଗୋଟେ ମାନେ ମଣିଷର ରେଡିଏସନ ସହିତ ମ୍ୟାଚିଂ କରେ, ଆମକୁ ଭଲ ଲାଗେ। ଆମେ ଘରେ ପରିବାରରେ ଥିଲେ ମଧ୍ୟ କିଛି ଲୋକଙ୍କୁ ଆ, ଭଲ ପାଉ, କିଛି ଲୋକଙ୍କୁ ମଧ୍ୟ ଭଲ ପାଉନା। ତ ଆମର ଭଲ ପାଇବାର ଡିଗ୍ରୀ ଅଫ ଆଫେକ୍ସନ ଟା ଆମର ସେଇ ସତ୍ତାରୁ ଉତ୍ପନ୍ନ ହଉଥିବା ତରଙ୍ଗ ଉପରେ ନିର୍ଭର କରେ। ତେଣୁ ସତ୍ତାରୁ କଣ ଉତ୍ପନ୍ନ ହଉଥିବ ତରଙ୍ଗ? ତେଣୁ ସତ୍ତା ଯେତେବେଳେ ଆନନ୍ଦରେ ରହେ, ସଚ୍ଚିତାନନ୍ଦମୟ ଯୋଉଟା, ଦ ଏକ୍ଜିଷ୍ଟାନ୍ସ ଅଫ ଅଲ୍ ଦ୍ୟାଟ୍ ଏକ୍ଜିଷ୍ଟ, ଦ୍ୟାଟ୍ ଇଜ ଦ ସତ୍, ଏବଂ the responsive of all that responsive of all that respond, that is the chit, and the becoming of all that is coming, that is the ananda। ଇଏ ହଉଛି ଠାକୁରଙ୍କର କଥା। ସତ୍ତା ସଚ୍ଚିଦାନନ୍ଦମୟ, ଯାହା ଆଚାର୍ଯ୍ୟ ପ୍ରଥମ ଇଏରେ ବା ପ୍ରତ୍ୟେକ ବକ୍ତବ୍ୟରେ କହିଥିଲେ ଯେ ପ୍ରତ୍ୟେକଙ୍କର ସତ୍ତା ଆନନ୍ଦ ଚାହେଁ। ତେବେ ଏଇ ଆନନ୍ଦ ଯାହା ଚାହେଁ, ସେଇ ଆନନ୍ଦଟା ଯେତେବେଳେ ଆମକୁ ଅ, ବା- ଏଇ ଆନନ୍ଦଟା ଯେତେବେଳେ ଆମକୁ ଆ, ମିଳେ, ସେତେବେଳେ ସତ୍ତା କଣ କରେ? ଠାକୁରଙ୍କର ସେଇ ଯୋଉ ବାଣୀ ଅଛି, ଅସତ୍ ନିରୋଧୀ ସତ୍ୟ ହିଁ, ସେ କିଛି ଅସତ୍ କାମ କରେ ନା। ଯେତେବେଳେ ଅସତ୍ କାମ ଏଇ ଶରୀର ଦ୍ୱାରା ଆମେ କରୁ, ସତ୍ତାର ସେ ଯୋଉ ମାଇଣ୍ଡ ଟା ପଲ୍ୟୁସନ ହେଇଯାଏ, ଯାହା ଫଳରେ ତା ଦେହରୁ ଯୋଉ ବିକିରଣ ବାହାରେ, ସେ ବିକିରଣଟା ସେଇ ପ୍ରକାର ବିକିରଣ ହୁଏ। ତେଣୁ ଆମ ଶାରୀରିକ କର୍ମକୁ ନେଇକି ମନରୁ ଉତ୍ପନ୍ନ ହଉଥିବା ତରଙ୍ଗଟା ତାହା ହିଁ ନିରୂପିତ ହୁଏ। ତେଣୁ ଏଇ ଯୋଉ କଥା ଉଠେ, ଯୋଉ ମାଇଣ୍ଡ ବା ମନ, ଏଇ ଯୋଉ ଏ, ମାନେ ତିନି ପ୍ରକାର ଯୋଉ ପାଞ୍ଚ ପ୍ରକାର ଯୋଉ ମନ ଅଛି, ବିକ୍ଷିପ୍ତ ମନ, ମୂଢ ମନ, କ୍ଷିପ୍ତ ମନ, ଏକାଗ୍ର ଆଉ ନିରୁଦ୍ଧ ମନ। ତେଣୁ ବିକ୍ଷିପ୍ତ ବା କ୍ଷିପ୍ତ ମନ ହଉଛି କଣ ନା, କମ୍ପ୍ଲିଟଲି ଡିଷ୍ଟ୍ରାକ୍ଟେଡ, ସବୁବେଳେ ବିଚ୍ଛୁରିତ ହେଇକି ଥାଏ। ଏଇଟା କରିଦେବି, ସେଟା କରିଦେବି, ଇଆଡେ ଚାଲିଯିବି, ସବୁବେଳେ ମନଟା ଅସ୍ଥିର ମନା। ମୂଢ ମାନେ ଯୋଉ ଗୋଟେ ଡଲ୍ ବା ଲେଥର୍ଜିକ୍ ମାଇଣ୍ଡ ଯୋଉମାନେ ଥାନ୍ତି। ବିକ୍ଷିପ୍ତ ହଉଛି ନଟ୍ ଫୁଲି କନସେନ୍ଟ୍ରେଟେଡ, ମାନେ କିଛି ଡିଷ୍ଟ୍ରାକ୍ଟେଡ ଏମିତି ଅବସ୍ଥାରେ ଥାଏ। ଏକାଗ୍ରତା ହଉଛି କନସେନ୍ଟ୍ରେଟେଡ ମାଇଣ୍ଡ ବା ୱାନ୍ ପଏଣ୍ଟେଡ ରେଡ୍, ଯେମିତି ଅର୍ଜୁନଙ୍କର ଯୋଉ ଦ୍ରୋଣାଚାର୍ଯ୍ୟଙ୍କ ଯେତେବେଳେ ପରୀକ୍ଷା କରୁଥିଲେ, ସେ ଆଖି, ସେ ଯୋଉ ମାଛର ଆଖି ଉପରେ ଯେମିତି ଲକ୍ଷ୍ୟ ଥିଲା, ଦାଟ ଇଜ ଦ କନସେନ୍ଟ୍ରେସନ ବା ଏକାଗ୍ରଚିତ। ନିରୁଦ୍ଧ ହଉଛି ଦ ଷ୍ଟେଟ ଇନ ହୁଇଚ ଦ ମାଇଣ୍ଡ ଇଜ ମାଷ୍ଟର୍ଡ ଆଡେ, ମାନେ କମ୍ପ୍ଲିଟଲି ବାହାର ଦୁନିଆ ଠାରୁ ଯେତେବେଳେ ବିକ୍ଷିପ୍ତ ହେଇଯାଏ, ଦୂରେଇ ଯାଏ, କିଛି ମାନେ କମ୍ପ୍ଲିଟଲି ଯେତେବେଳେ ସରେଣ୍ଡର କରେ, ଯେତେବେଳେ ମଣିଷ, ଯେତେବେଳେ ସେଟା ହଉଛି ନିରୁଦ୍ଧ ଚିତ୍ତ ଅବସ୍ଥା ଥାଏ। କିନ୍ତୁ ଆଚାର୍ଯ୍ୟଙ୍କର କଥା, ଗୋଟେ ହଉଛି ସାଧାରଣ ବ୍ରେନ, ସାଧାରଣ ବ୍ରେନ, ଆଉ ଗୋଟେ ହଉଛି ଇଣ୍ଟେଲେକ୍ଚୁଆଲ ବ୍ରେନ, ଆଉ ଗୋଟେ ହଉଛି ସ୍ପିରିଚୁଆଲ ବ୍ରେନ, ଆଧ୍ୟାତ୍ମିକ ବ୍ରେନ। ସେଇ ଯୋଉ ସ୍ପିରିଚୁଆଲ ବ୍ରେନ ଯାହା ଠାକୁରଙ୍କର ଥିଲା, କି ଆଚାର୍ଯ୍ୟ ପରମ୍ପରା ଭିତରେ ଅଛି, ସେଇ ଯୋଉ ମାନେ ଦୈବିକ ବ୍ରେନ ଥାଏ, ସେମାନେ ସେଇ ଦ୍ଵାରା ବିଶ୍ୱ ଦୁନିଆର ସମସ୍ତ ଘଟଣାକୁ ସେମାନେ ବୁଝିପାରୁଥିଲେ। ଯାହା ମୁଁ ଆଲୋଚନା ଆମେ କରିଥିଲେ, ଦ୍ୟାଟ୍ ଇଜ ଦ ସ୍ପିରିଚୁଆଲ ୟୁନିଭର୍ସାଲ କନସିୟସନେସ ର କଥା, ବା ଏଇ ୟୁନିଭର୍ସାଲ କନସିୟସନେସ ବା ଆମର ଯୋଉ କସ୍ମିକ କନସିୟସନେସ ର କଥା ଆମେ ଡିସ୍କସ କରିଥିଲେ। ତେଣୁ ଏଇ ଯୋଉ ମନ ଅଛି, ଏଇ ମନଟା, ଏ ମନ ଭିତରେ ଏ, ଏ, ମନ ଭିତରେ ଆମର 16ଟା ଆସ୍ପେକ୍ଟସ ଅଛି। ଏଇ 16ଟା ଆସ୍ପେକ୍ଟସ ଭିତରୁ ଯଦି ଦେଖାଯାଏ, ଆମେ ଯୋଉ ଖାଦ୍ୟ ଖାଉ, ଭଲ ଭଲ ଖାଦ୍ୟ ଖାଇଲେ, ଆମେ ପାଟିରେ ଯେତେବେଳେ ଭଲ ଖାଦ୍ୟ ପଡେ, ଆମକୁ ଆନନ୍ଦ ଲାଗେ। ତେଣୁ ଆମେ ଶୋଇ, ଆଖି ଦେଇକି ଭଲ ଜିନିଷ ଦେଖୁ, ସେଇଟା ବି ଆନନ୍ଦ ଲାଗେ। ତେଣୁ ଏଇ ଯୋଉ ଆହାର ନିଦ୍ରା ମୈଥୁନ, ଯୋଉ ପଞ୍ଚ ଇନ୍ଦ୍ରିୟ ଅଛି, ଏଇ ପଞ୍ଚ ଇନ୍ଦ୍ରିୟର ଯୋଉ 5 ଫିଜିକାଲ ସେନ୍ସେସ୍ ଅଛି, ତାପରେ ଷଡ଼ ରିପୁ ଅଛି, କାମ, କ୍ରୋଧ, ମୋହ, ଲୋଭ, ମଦ, ମାତ୍ସର୍ଯ୍ୟ, ଯୋଉ ଷଡ଼ ରିପୁ ଅଛି, ଇଏ ହଉଛି ଆମେ ଏଇ ମନ ଦ୍ଵାରା ସବୁ ଅନୁଭବ କରୁ। ଯୋଉ ଖାଇବାର ଟେଷ୍ଟ, କି ନହେଲେ ଭଲ ଜିନିଷ ଦେଖିବାର, ଭଲ ଶୁଙ୍ଘିବାର, କି ଭଲ କଥା ଶୁଣିବାର, ନିଜ ପ୍ରଶଂସା ଶୁଣିକି ଯୋଉ ଖୁସି ହଉ, ଇଏ ସବୁ ମାନସିକ ସ୍ଥିତି, ମନ ଦ୍ଵାରା। ମୁଁ ଏବେ ଦେଖୁଥିଲି, ବହୁତ ଲୋକ ଅଛନ୍ତି ଏବେ, ମାନେ ସେଲିବ୍ରିଟି ଏବଂ ବଡ ବଡ ଲୋକ ଅଛନ୍ତି, ୱାନ୍ ମିଲ୍ ଡେ, ଗୋଟିଏ ମିଲ୍ ଖାଇକି ରହୁଛନ୍ତି। କିନ୍ତୁ ଆମେ ଏଇ ମାନସିକ ଅବସ୍ଥାରେ ଆମେ କଣ କରୁଛୁ ନା, ଖାଇବା ପାଇଁ ଆମର ମନ ବିଚଳିତ ହେଇଯାଏ, ଖାଇବି ଖାଇବି, ଭୋକ ହେଲାଣି, ଭୋକ ହେଲାଣି, କିନ୍ତୁ ପେଟକୁ ଭୋକ ହଉ ନ ହଉ, ମନକୁ ବେଶୀ ଭୋକ ଲାଗେ। ତେଣୁ ଏଇ ଯୋଉ ଏଇଭଳି ଯୋଉ 5 ଆଉ 6 ମିଶିକି 11ଟି ସ୍ତର ଚାଲିଗଲା ପରେ, ଆଉ ରହିଲା 12 ନମ୍ବର ସ୍ତରରେ ରହୁଛି ଆମର ସ୍ମୃତି।
ଯାହା ଆମେ କାଲି ଡିସ୍କସ୍ କରୁଥିଲେ। ଏ ସ୍ମୃତିଟା ଏଇଟା ହଉଛି ଇଟ୍ ଇଜ୍ ଦ ଷ୍ଟୋର ହାଉସ୍ ଅଫ୍ ଆୱାର ଏକ୍ସପିରିଏନ୍ସ। ଆମର ଯୋଉ ଏକ୍ସପିରିଏନ୍ସ ଆଉ ପୂର୍ବ ଜନ୍ମର ସମସ୍ତ କଥା ଏଇ ମେମୋରି ଭିତରେ, ସ୍ମୃତି ଭିତରେ ସବୁ କିଛି ରହିଛି। ଯାହା କାଲି କହୁଥିଲେ ଦ ସ୍ମୃତି ଭାଇ ଚେତନାକୁ ଜାଗ୍ରତ କରିବା ପାଇଁ ଠାକୁର ଏଇ ନାମ ଦେଇଛନ୍ତି। ଏ ନାମ ଦବା, ଏ ନାମ କରିବା ଦ୍ୱାରା, ଏ ନାମ କରିବା ଦ୍ୱାରା ଆମର ଆ, ପ- ଉମ୍, ନାମ କରିବା ଦ୍ୱାରା ଆମ ଭିତରେ ଏ ସ୍ମୃତିବାହୀ ଚେତନାଟା ଜାଗ୍ରତ ହୁଏ। ତେଣୁ ଆମ ଭିତରେ ଯୋଉ ତିନିଟା ମେମୋରି ଅଛି, ଇଭୋଲ୍ୟୁସନାଲ ମେମୋରି, ଜେନେଟିକ ମେମୋରି ଆଉ କାର୍ମିକ ମେମୋରି, ଏଇ ତିନିଟା ମେମୋରି ଆମ ଭିତରେ ଯୋଉ ଅଛି, ସେଇ ମେମୋରିଟାକୁ ଜାଗ୍ରତ କରିବା ପାଇଁ ଠାକୁର ଏଇ ନାମ ଦେଇଛନ୍ତି। ତେବେ ଏଇ ଯୋଉ ସତ୍ତା ଅସ୍ତିତ୍ୱର କଥା ମୁଁ କହୁଥିଲି, ସତ୍ତାର ଉପସ୍ଥିତି କେଉଁଠି ଥାଏ? ଗ୍ରୀସର ଲୋକମାନେ, ଗ୍ରୀସର ବୈଜ୍ଞାନିକ ମାନେ ଯେତେବେଳେ ପରୀକ୍ଷା କରିଥିଲେ, ସେମାନେ କହୁଥିଲେ ଆମର ଯୋଉ ଠାକୁର ଯୋଉ ପିନିଏଲ ଗ୍ଲାଣ୍ଡର କଥା କହୁଥିଲେ, ଏଇ ପିନିଏଲ ଗ୍ଲାଣ୍ଡ ହଉଛି ଦ ପ୍ରିମିଟିଭ ଗ୍ଲାଣ୍ଡ। ଇଏ ମାନେ 10 ମିଲିଗ୍ରାମରୁ କମ ଓଜନର ଗୋଟେ ଗ୍ଲାଣ୍ଡ, ଯୋଉଟା କି ଆମ ବ୍ରେନର ମଧ୍ୟସ୍ଥଳରେ ଥାଏ। ଏଇ ଯୋଉ ରାଇଟ ହେମିସ୍ପିୟର, ଲେଫ୍ଟ ହେମିସ୍ପିୟର ମଧ୍ୟସ୍ଥଳରେ ଯୋଉ ବ୍ରେନଟା ଥାଏ, ପିନିଏଲ ଗ୍ଲାଣ୍ଡ, ଏଇ ପିନିଏଲ ଗ୍ଲାଣ୍ଡ ଭିତରେ ଗୋଟେ ଭ୍ୟାକ୍ୟୁଲ୍ସ ଥାଏ। ସେ ଭ୍ୟାକ୍ୟୁଲ୍ସଟା, ଏଇ ଯୋଉ ଭ୍ୟାକ୍ୟୁମଟା ଥାଏ, ସେଇ ଭ୍ୟାକ୍ୟୁମ୍ସଟାରେ ହିଁ ଆତ୍ମା ଉପସ୍ଥିତି କରେ ବୋଲିକି ଖ୍ରୀଷ୍ଟପୂର୍ବ 600 ବେଳେ ଗ୍ରୀସ ମାନେ ପରୀକ୍ଷା କରିଥିଲେ। କିନ୍ତୁ ଠାକୁର ତାକୁ କହୁଥିଲେ ଯେ, ମାନେ ଏବେ ଅକ୍ସଫୋର୍ଡ ୟୁନିଭର୍ସିଟିର ଲୋକମାନେ ପରୀକ୍ଷା କରିକି ଦେଖିଲେ ଯେ ମଣିଷ ଯେତେବେଳେ ମରେ, ଯେତେବେଳେ ଶେଷ ନିଶ୍ୱାସ ତ୍ୟାଗ କରେ, ଆମେ ଛାତିରେ ହାତ ମାରି କୋଉ ଲୋକଟା ଚାଲିଗଲା, ତା ନାଡି ଦେଖି କୋଉ ଲୋକଟା ଚାଲିଗଲା, ନିଶ୍ୱାସ ବନ୍ଦ ହେଇଗଲେ ଆମେ ଜାଣୁ ଯେ ଲୋକଟାର ମୃତ୍ୟୁ ହେଇଗଲା ବୋଲି। କିନ୍ତୁ ବାସ୍ତବିକ ସେମାନେ ପରୀକ୍ଷା କରିକି ଦେଖିଲେ ଯେ ମୃତ୍ୟୁ ହବାର କିଛି ସେକେଣ୍ଡ ପୂର୍ବରୁ ତାର ସେଇ ପିନିଏଲ ଗ୍ଲାଣ୍ଡରୁ ଏକ ବିଶେଷ ପ୍ରକାର ଶକ୍ତି ସହସ୍ର ଚକ୍ର ଦେଇକି ବାହାରକୁ ଚାଲିଯାଏ। ସହସ୍ର ଚକ୍ର ଦେଇକି ବାହାରକୁ ଚାଲିଯାଏ। ଯେତେବେଳେ ସହସ୍ର ଚକ୍ର ଦେଇକି ବାହାରକୁ ଚାଲିଯାଏ, ତାପରେ ହାର୍ଟ ବିଟ୍ ବନ୍ଦ ହୁଏ। ସେ ଯୋଉ ସହସ୍ର ଚକ୍ର ଦେଇ ଯୋଉ ବିଶେଷ ଶକ୍ତି ଚାଲିଯାଏ, ତାହା ହଉଛି ସତ୍ତା। ତେଣୁ ମୃତ୍ୟୁର ଅବ୍ୟବହିତ ପୂର୍ବରୁ ସତ୍ତା ଶରୀର ଛାଡି ଦେଇଥାଏ ଏବଂ ଶରୀର ଯୋଉ ଯାହା ରହିଯାଏ ତାହା ହଉଛି ବସ୍ତୁ। ତେଣୁ ଏଇ ଯୋଉ ମନର ଯୋଉ ଅବସ୍ଥା, ତା ମାନେ 12 ନମ୍ବର ଷ୍ଟେଜରେ ଯୋଉଟା ଆସେ, ଯୋଉଟା ମେମୋରି, ଯା ସ୍ମୃତି, ତାପରେ ହଉଛି ଚିନ୍ତା। ଚିନ୍ତା ହଉଛି କଣ? ଚିନ୍ତା, ଆମେ ଆମ ଏଇ ଚିନ୍ତାଟା, ଏଇ ଯୋଉ ଆମେ ପ୍ରତିଦିନ ପାଖାପାଖି 72,000 ଥଟ୍ସ ଆମ ମନ ଭିତରକୁ ଆସେ। 72,000 ଥଟ୍ସ, ଆମେ ପ୍ରତି ମୁହୂର୍ତ୍ତରେ ଅନେକ କିଛି ଚିନ୍ତା ଆମ ମନ ଭିତରକୁ ଆସେ। ତେଣୁ ଏଇ ଯୋଉ ଅନେକ କିଛି ଚିନ୍ତା ଆସେ, ତା ଭିତରୁ 95% ଥଟ୍ସ ଇଜ ୱର୍ଥଲେସ୍। ଆମେ କିଛି ଆବଶ୍ୟକ ନଥାଏ, ଆମେ ତାକୁ ଚିନ୍ତା କରୁ। ଆମ ପଡିଶା ଘରେ ଯେତେବେଳେ ସ୍ୱାମୀ ସ୍ତ୍ରୀ ଝଗଡା ଲାଗିଥାନ୍ତି, ଆମେ ତାକୁ ମନେ ରଖିଥାଉ। କିନ୍ତୁ ସେମାନେ ଝଗଡା ଲାଗି ସାରିଲା ପରେ ପୁଣି ରାତିରେ ମିଳାମିଶା ହେଇଯାନ୍ତି, ସେ ପୁଣି ସୁଖରେ ଜୀବନଯାପନ। କିନ୍ତୁ ମନେ ରଖିଥାଏ। କିନ୍ତୁ ସ୍ତ୍ରୀ ଲୋକମାନେ ବେଶୀ ମନେ ରଖିଥାନ୍ତି। ପୁଣି ତାଙ୍କର ଯେତେବେଳେ ଭଉଣୀ 6 ମାସ ପରେ ଆସେ, ତାଙ୍କ ହେଇକି ଦେଖିବୁ ତାଙ୍କର ଝଗଡା ଲାଗିଥାଏ ସେଦିନ। ସେ କେବେ ଝଗଡା ଲାଗିଥିଲେ ତାଙ୍କ ଘରେ ଆଉ ମନେ ନଥିବ। ଇଏ ଯୋଉ ଅବାଞ୍ଛିତ ଚିନ୍ତା, ଇଏ ଚିନ୍ତା କଣ କରେ ନା ଆମ ଥଟ୍ସ ପ୍ରୋସେସଟାକୁ ଆମକୁ ଏଇ ଯୋଉ ଇଷ୍ଟମୁଖୀ ଚଳଣି ଠାରୁ ବିକୃତ କରିଦିଏ। ତେଣୁ ଠାକୁରଙ୍କର ଏଇ ଯୋଉ ବିଧାନ, ଏଇ ଥଟ୍ସକୁ ମିନିମାଇଜ କରିବା ପାଇଁ ମନ୍ତ୍ର ଯୋଉ ଠାକୁର ଦେଇଛନ୍ତି, ମନ ତାରଇତି ମନ୍ତ୍ର। ତେଣୁ ମନକୁ ତାରଣ କରିବା ପାଇଁ ଠାକୁରଙ୍କର ଏଇ ବିଧାନ, ଏଇ ଯୋଉ ମନ୍ତ୍ର ଦେଇଛନ୍ତି, ଏଇ ଥଟ୍ସଟାକୁ କଣ୍ଟ୍ରୋଲ କରିବା ପାଇଁ। ଏଇ ଯୋଉ ଥଟ୍ସଟା ମନ ଭିତରକୁ ଆସେ, ଏଇ ଥଟ୍ସଟା କଣ କରେ ନା, ଏଇ ଥଟ୍ସଟାକୁ ମିନିମାଇଜ କରିବା ପାଇଁ ଠାକୁର ଏଇ ନାମ ଦେଇଛନ୍ତି। ପ୍ରତିନିୟତ ଆମେ ଯେତେବେଳେ ନାମ କରୁ, ଏ ନାମର ସ୍ପନ୍ଦନ ଭିତରେ କଣ ହୁଏ, ଆମ ଭିତରୁ ସେ ବାହ୍ୟ ଚିନ୍ତାଟା, ଏଇ ଅଯାଚିତ ଚିନ୍ତାଟା ଆସିପାରେନି। ଏ ନାମର କମ୍ପନ ଭିତରେ କଣ ହୁଏ, ସ୍ମୃତିବାହୀ ଚେତନା ଶକ୍ତି ଜାଗ୍ରତ ହୁଏ। ଏଇ ଯୋଉ ଥଟ୍ସ ଆସେ, ଠାକୁର କହୁଛନ୍ତି ଏଇ ଥଟ୍ସ ବା ଚିନ୍ତା ଭିତରୁ ହିଁ, ଏଇ ଥଟ୍ସ ର ହାଇଏଷ୍ଟ ଷ୍ଟେଟ ହଉଛି ହାପିନେସ, ଆଉ ତାର ଲୋଏଷ୍ଟ ଷ୍ଟେଟ ହଉଛି ଅନହାପିନେସ। ଏଇ ଥଟ୍ସ ଯେତେବେଳେ ଆମକୁ ଖରାପ ଚିନ୍ତା ଆମ ମାନସିକ ସ୍ଥିତିକୁ ଖରାପ କରେ, ଏବଂ ଖରାପ ଚିନ୍ତା ଆମ ମାନସିକ, ଭଲ ଚିନ୍ତା ଆମ ପଜିଟିଭ ଥଟ୍ସ ଆଉ ନେଗେଟିଭ ଥଟ୍ସ, ଅନେକ ସମୟରେ ନେଗେଟିଭ ଥଟ୍ସ ଗୁଡାକ ଆମ ନେଗେଟିଭ ଆକ୍ଟିଭିଟି ବା ଆମ ମାଇଣ୍ଡକୁ ଡିପ୍ରେସନ ଭିତରକୁ ନେଇଯାଏ, ଆନଜାଇଟି ଭିତରକୁ ନେଇଯାଏ, ଆମେ କଣ୍ଟ୍ରୋଲ କରିପାରୁନା। ତେଣୁ ଏଇ ଥଟ୍ସକୁ କଣ୍ଟ୍ରୋଲ କରିବା ପାଇଁ ଠାକୁରଙ୍କର ଏଇ ନାମର ବ୍ୟବସ୍ଥା। ଏ ନାମ ଯୋଉ ଦିଆହେଇଛି, ଠାକୁର ଏଇ ନାମ ଯୋଉ ଦେଇଛନ୍ତି, ନାମ ଏବଂ ନାମୀ ଅଭେଦ୍ୟ, ତାର ଉଦ୍ଦେଶ୍ୟ ହଉଛି ଏ ନାମ କରିବା ଏବଂ ଠାକୁରଙ୍କର କର୍ମ କରିବା, ଠାକୁରଙ୍କୁ ମନେ ପକେଇବା, ଇଏ ଏକ ଜିନିଷ। ତେଣୁ ଏଇ ଯୋଉ ମାନେ ମେଡିଟେସନ ର କଥା ଉଠେ, ତେଣୁ ଏକ ଚିତ୍ତରେ କିଛି ଗୋଟେ ଏକ ଉଦ୍ଦେଶ୍ୟରେ ବା ଏକ ନିଷ୍ଠା ଭାବରେ, ଗୋଟିଏ ଉଦ୍ଦେଶ୍ୟରେ ଯଦି କିଛି କାମ କରାଯାଏ,
ତା ହଉଛି ମେଡିଟେସନ। ଖାଲି ବସିକି ଧ୍ୟାନ କଲେ ହବନି। ଠାକୁର ଯେତେବେଳେ ମେଡିଟେସନ ମାନେ ଯେତେବେଳେ ଆରମ୍ଭ କଲେ ଧ୍ୟାନର କଥା, ଏଇ ଧ୍ୟାନର ପରମ୍ପରାଟା ବୁଦ୍ଧଦେବଙ୍କ ଠାରୁ ଆରମ୍ଭ ହେଇଥିଲା। ଉପାସନା ପଦ୍ଧତି ଯୋଉ ଆରମ୍ଭ ହେଇଥିଲା, ଏବଂ ବୁଦ୍ଧଦେବ ଯେତେବେଳେ ମେଡିଟେସନ କରୁଥିଲେ ଯେତେବେଳେ ତାଙ୍କୁ ଆ, ତାଙ୍କର ଭକ୍ତ ଯାଇକି ଯେତେବେଳେ ସାଂଖ୍ୟ ମୁନି ଯେତେବେଳେ ପଚାରୁଥିଲେ ଯେ ମେଡିଟେସନ ଆପଣ କଣ ପାଇଲେ, ବୁଦ୍ଧଦେବ ସେତେବେଳେ କହୁଥିଲେ ଯେ ମେଡିଟେସନରେ ମୁଁ କିଛି ପାଇଲିନି, ମୁଁ ସବୁ ହରେଇଲି। କାମ, କ୍ରୋଧ, ମଦ, ଲୋଭ, ମୋହ, ମାତ୍ସର୍ଯ୍ୟ ଏବଂ ପଞ୍ଚ ପ୍ରବୃତ୍ତି ସବୁ କିଛି ମୁଁ ହରାଏ। ତେଣୁ ଶିବଙ୍କର ଯୋଉ ତୃତୀୟ ନୟନ ଖୋଲିଯିବା କଥା, ଇଏ ହଉଛି ସେଇ ପିନିୟଲ ଗ୍ଲାଣ୍ଡର ଉପସ୍ଥିତି କଥା। ତ ତାଙ୍କର ତାମାନେ ସେ ଧ୍ୟାନ ବଳରେ ସେ ସର୍ବଦା ଧ୍ୟାନ କରୁଥିଲେ। ଯଦି ଏଇ ଧ୍ୟାନ ବଳରେ କଣ ହୁଏ ନା, ଏଇ ଧ୍ୟାନଟା ତାଙ୍କ ପାଉଁଶ ହେଇଯାଏ, ତାମାନେ ସବୁ କିଛି ପୋଡିକି ଭସ୍ମ ହେଇଯାଏ। ସେ ଭସ୍ମ ହେଇଗଲେ କଣ ହବ, ପାଉଁଶ ହବ। ସେଇ ପାଉଁଶଟାକୁ ବୋଳି ଯାଇଥିଲେ ତାର, ତାମାନେ ସବୁ କିଛି କି ପୋଡିକି ପାଉଁଶ କରିଦିଏ। ନିଜର ଅହଙ୍କାର, ନିଜର ଯୋଉ ଷଡରିପୁ, ସବୁ କିଛି କି ପୋଡିକି ପାଉଁଶ କରିଦିଏ। ସେଇଟା ହଉଛି ସେଇ ମନର ସ୍ଥିତିଟା। ତେଣୁ ଏଇ ଯେ ସବୁ କିଛି କି ପୋଡିକି ପାଉଁଶ କରିଦିଏ, ତେଣୁ ପୋଡିକି ପାଉଁଶ ହେଇଯାଏ ଯୋଉ ଶିବଙ୍କର ଯୋଉ ପାଉଁଶ, ମାନେ ଶ୍ମଶାନ ବାସୀ ବୋଲିକି କୁହାଯାଏ। ତାର ମୂଳ ଅର୍ଥ ହଉଛି ତାହା। ସେ ଧ୍ୟାନ କରିବା ବଳରେ ମଣିଷ ଭିତରେ ଯୋଉ କାମ, କ୍ରୋଧ, ମଦ, ଲୋଭ, ମୋହ, ମାତ୍ସର୍ଯ୍ୟ ଥାଏ, ଯୋଉ ଅହଙ୍କାର ଥାଏ, ଏବଂ ମଣିଷର ଯୋଉ କୁପ୍ରବୃତ୍ତି ଥାଏ, ସବୁ କିଛି ନଷ୍ଟ ହେଇକି ପାଉଁଶ ହେଇଯାଏ। ଏଇ ଆଜ୍ଞା ଚକ୍ର ଉପରେ ଧ୍ୟାନ ତୃତୀୟ ନୟନ ଖୋଲିଯାଏ। ତୃତୀୟ ନୟନ ମାନେ ଯୋଉ ଥାର୍ଡ ଆଇ ବୋଲି କହୁ, ତାହା ହଉଛି ଆମର ଯୋଉ ଏଇ ଯୋଉ ଚକ୍ର ଅଛି, ଆମ ଶରୀରର ଯୋଉ ଅବସ୍ଥିତିକୁ ଯଦି ଦେଖାଯାଏ। ତେଣୁ ଏଇ ଯୋଉ ଚକ୍ର କଥା ଆମେ ଆଲୋଚନା କରିବା। ଏଇ ଯୋଉ 13 ନମ୍ବର କଣ୍ଡିସନ, ମାଇଣ୍ଡର 13 ନମ୍ବର ହଉଛି ଚିନ୍ତା। ଚିନ୍ତା ଉପରେ ଆମେ ଡିସ୍କସ କଲେ ଆଉ ଦିଟା ଜିନିଷ ଆସେ, ଆମ ଭିତରେ ଗୋଟେ ଫିଲିଂ ଆସେ। ଫିଲିଂ ଅଫ୍ ବା ଇମୋସନ ବୋଲି କହୁ। କେହି ଜଣ ଆମେ ବହୁତ ଲୋକ ଅଛୁ, କିଛି ଗୋଟେ ଛୋଟିଆ ଜିନିଷ ହେଇଗଲେ ଆମେ ବହୁତ ବିବ୍ରତ ହେଇଉଠୁ। କାରଣ ଆମେ ଶାରୀରିକ ଅବସ୍ଥାରେ ଅବସ୍ଥାନ କରୁ, ଆମେ ଶରୀରମୁଖୀ ଅବସ୍ଥାରେ ଅବସ୍ଥାନ କରୁ। ସେଥିପାଇଁ ଠାକୁର କହୁଥିଲେ ତୁମେ ଶରୀରମୁଖୀ ହୁଅନି, ଏବଂ ତୁମେ ଶରୀରମୁଖୀ ଯଦି ଶରୀର ସର୍ବସ୍ୱ ଯଦି ହେଇଯିବ, ତାମାନେ କଣ ହବ, ତ ଶାରୀରିକ ଅବସ୍ଥାରେ ହିଁ ବଞ୍ଚି ରହିବାକୁ ପଡିବ। ତେଣୁ ଯଦି ଶାରୀରିକ ଅବସ୍ଥାରେ ଆମେ ବଞ୍ଚି ରହୁ, ଆମର ଏଇ ଇମୋସନ ଆସେ, ଆମର ହାପିନେସ, ସାଡନେସ, ଯୋଉ ଆନଜାଇଟି, ଡିପ୍ରେସନ, ଇଏ ସବୁ ଆମ ଇମୋସନରୁ ତିଆରି ହୁଏ। ସେଥିପାଇଁ ଇଏ ହଉଛି ଗୋଟେ ଇମୋସନାଲ କୋସେଣ୍ଟ ବୋଲି କୁହାଯାଏ। ଏଇ ଇମୋସନକୁ କଣ୍ଟ୍ରୋଲ କରିବା ପାଇଁ ଏ ନାମ ହିଁ ଏକମାତ୍ର ବିଧାନ। ତେଣୁ ମଣିଷ ଯେତେବେଳେ ନାମ କରେ, ତା ଭିତରେ ଏଇ ଯୋଉ ବିଭିନ୍ନ ପ୍ରକାର ଯୋଉ ଇମୋସନ ଆସେ, କେହି ଜଣେ ଖରାପ ହେଇଗଲେ, କେହି ଜଣେ ରୋଗଗ୍ରସ୍ତ ହେଇଗଲେ, ମତେ ଦେହ ଖରାପ ହେଇଗଲେ, ଏଇ ଯୋଉ ଡିପ୍ରେସନ, ଆନଜାଇଟି, ଷ୍ଟ୍ରେସ ଯୋଉ ମଣିଷ ଭିତରେ ଆସୁଛି, ଯୋଉ ଇମୋସନ ଆସୁଛି, ଦୁଃଖର ଇମୋସନ, ଏ ସବୁଥିରୁ ନିରାକରଣ ପାଇଁ ଏକମାତ୍ର ବିଧାନ। ତେଣୁ ଇଏ ହଉଛି ଠାକୁରଙ୍କର ଏଇ ନାମ। ତେଣୁ ଏଇ ଯୋଉ ଫିଲିଂ ଆସେ, ଯୋଉ ଇମୋସନାଲ କୋସେଣ୍ଟ ବୋଲି କୁହାଯାଏ। ତାପରେ 15 ନମ୍ବରରେ ଆସେ ଇଣ୍ଟେଲିଜେନ୍ସ କୋସେଣ୍ଟ। ଇଣ୍ଟେଲିଜେନ୍ସ କୋସେଣ୍ଟ ଆମେ ଯୋଉ ଆଇକ୍ୟୁ ବୋଲି କହୁ, ଆମେ ପିଲାର ଯୋଉ ମେମୋରି ପାୱାର, ତାକୁ ଚିନ୍ତା କରିବାର ଯୋଉ ପାୱାର, ଆନାଲିଟିକ ପାୱାର, ଏଇଟା ରାଇଟ ବ୍ରେନ, ରାଇଟ ହେମିସ୍ପିୟର ଥାଏ। ତେଣୁ ଆମର ଏଇ ଯୋଉ 1500 କୋଟିର ବ୍ରେନ ସେଲ ଭିତରେ ଆମର ଯୋଉ ଇଣ୍ଟେଲିଜେନ୍ସ, ଆମେ ଯୋଉମାନେ ଭଲ ମାଥମେଟିକ୍ସ କରନ୍ତି ତାକୁ ଇଣ୍ଟେଲିଜେନ୍ସ ବୋଲି କହୁ। ତେଣୁ ଆମ ଯୋଉ 1500 କୋଟିର ବ୍ରେନ ସେଲ ଯେତେବେଳେ ଠାକୁରଙ୍କର ମାନେ ପଞ୍ଚାନନ ସରକାର ଦା, ସେ ତ ମ୍ୟାଥମେଟିକ୍ସ ରେ ଏମଏ କରିଥିଲେ, 4ଟା ଏମଏ କରିଥିଲେ। ସେ ପଞ୍ଚାନନ ସରକାର ତା ଠାକୁରଙ୍କ ଝିଅକୁ ଯେତେବେଳେ ପଢଉଥିଲେ, ତାଙ୍କୁ ତ ସମୟ ହୁଏନି, ରାତିରେ ପଢାନ୍ତି। ରାତି 11ଟା 12ଟା ପଢାନ୍ତି, ତାଙ୍କୁ ଆଖି ଲାଗିଯାଏ, ସେ ଶୋଇ ପଡନ୍ତି, କିନ୍ତୁ ମ୍ୟାଥମେଟିକ୍ସ କରୁଥାନ୍ତି। ଠାକୁରଙ୍କ ଝିଅ ପଚାରିଲେ, ଆପଣ ତ ଶୋଇ ପଡୁଛନ୍ତି, ମ୍ୟାଥମେଟିକ୍ସ କଷି ଯାଉଛନ୍ତି। ସେ କହିଲେ, ଆର ରହସ୍ୟ ବୋଧେ ମୁଁ କହିପାରିବିନି, ଠାକୁରଙ୍କୁ ଯାଇ ପଚାରିଲେ ଜଣା ପଡିବ। ଠାକୁରଙ୍କୁ ଯେତେବେଳେ ପଚରାଗଲା, ଠାକୁର ପଞ୍ଚାନନ ସରକାର ଦାସ ଶୋଇ ପଡୁଛନ୍ତି, ଠାକୁରଙ୍କ ଝିଅ ଯେତେବେଳେ ପଚାରିଥିଲେ, କିନ୍ତୁ ସେ ମ୍ୟାଥମେଟିକ୍ସ କରୁଛନ୍ତି। ଠାକୁର ସେତେବେଳେ କହିଥିଲେ, ଆମର ଏଇ ଯୋଉ 1500 କୋଟିର ବ୍ରେନ ସେଲ୍ସ ଅଛି, ତା ଭିତରୁ 4ଟି ବ୍ରେନ ସେଲ ଯଦି ଆକ୍ଟିଭ ରହେ, ତାହେଲେ ମ୍ୟାଥମେଟିକ୍ସ କରିପାରେ। ଆମେ ଶୋଇବା ସମୟରେ 10ଟା ବ୍ରେନ ସେଲ ଆକ୍ଟିଭ ଥାଏ। ଯୋଉଥିପାଇଁ ମଶା କାମୁଡି ଦେଲେ ଆମ ହାତ ଯାଇକି ଇଏ କରିଦିଏ, ଶୀତ ହେଇଗଲେ ଆମ ଘୋଡେଇବାଟା ନିଦରେ ମଧ୍ୟ ଟାଣି ଆଣୁ, କାରଣ ଆମର 10ଟି ବ୍ରେନ ସେଲ ଆକ୍ଟିଭ ଥାଏ ଶୋଇବା ଅବସ୍ଥାରେ। କିନ୍ତୁ ଆମ ଲାଇଫ ସ୍ପାନ ରେ ଓନ୍ଲି 90%, 10% ବ୍ରେନ ସେଲ, ମାନେ 150 କୋଟି ବ୍ରେନ ସେଲ ପାଖାପାଖି ଆକ୍ଟିଭ ହୁଏ। ଏବଂ ଯାହାଙ୍କର ବ୍ରେନ ସେଲ ଯେତେ ଆକ୍ଟିଭ ହୁଏ, ସେମାନେ ସେତେ ଜ୍ଞାନୀ, ସେତେ ଇଣ୍ଟେଲିଜେଣ୍ଟ ବୋଲି ଧରାଯାଏ। ତେଣୁ ଆଲବର୍ଟ ଆଇନଷ୍ଟାଇନ ଏହା କହୁଥିଲେ ବୋଲି 10% ବ୍ରେନ ସେଲ ଆକ୍ଟିଭ ହୁଏ। ଯଦି ବିବେକାନନ୍ଦଙ୍କୁ ଦେଖାଯାଏ, ମେଡିଟେସନ ବଳରେ ତାଙ୍କର ବ୍ରେନ ସେଲ ସବୁଠୁ ବେଶୀ ଆକ୍ଟିଭ ଥିଲା, ଏବଂ ସେ ବହି ଗୁଡାକ ମାନେ ପେଜ ଉଲ୍ଟେଇ ଦେଲେ ପଢି ଦଉଥିଲେ।
ତାଙ୍କର ଜଣେ ବନ୍ଧୁ ବାରମ୍ବାର ଡାକୁଥିଲେ ସେ ଖାଇବା ପାଇଁ, ବାରମ୍ବାର ସେ ଉଠୁ ଯାଉନଥିଲେ। ସେ କେତେବେଳେ ଡାକିଛନ୍ତି ଜାଣିପାରୁନଥିଲେ। ଏତେ ଏକାଗ୍ର, ଏତେ କନସେନଟ୍ରେସନରେ ସ୍ୱାମୀ ବିବେକାନନ୍ଦ ବହିକି ପଢୁଥିଲେ। ଏବଂ ତାପରେ ଯେତେବେଳେ ତାଙ୍କୁ ଆସିକି ହଲେଇ ଦେଲେ, ସେତେବେଳେ ତାପରେ ଜାଣିପାରିଲେ, କହିଲେ ଆରେ ମୁଁ ତୋତେ କେତେ ଥର ଡାକିଲିଣି ଖାଇବା ପାଇଁ, ଆଉ ଚାଲ ଖାଇବା ପାଇଁ। ସେଠୁ ଖାଇବା ପାଇଁ ଡାକିଲେ। ସେ ସେଠୁ କହିଲେ ନାଇଁ ମୁଁ ଟିକେ ପଢୁଥିଲି ତ ବହିଟା, ନା ନା ଏ ବହି କଣ, ସେ କହିଲେ ବହିଟାକୁ ମୁଁ ପୁରା ସାରିଦେଲି। ଏତିକି କମ ସମୟ ଭିତରେ ସେଥିରେ ଓଲଟେଇକି ଯାହା ଯାହା ପଚାରିଲେ ସବୁ ବହିର ପୃଷ୍ଠା ବାଇ ପୃଷ୍ଠା ସବୁ ସେ କହିପାରୁଥିଲେ। ଇଏ ହଉଛି ଇଣ୍ଟେଲିଜେନ୍ସ ପାୱାର, ମେଡିଟେସନର ପାୱାର। ତେଣୁ ଆମ ସ୍କୁଲ ମାନଙ୍କରେ ସେଇ କଥା ମୁଁ କହେ ଯେ ମେଡିଟେସନ ଟା କମ୍ପଲସରି ହେଇଯିବା କଥା। ତ ତାପରେ ଆସେ ଯୋଉ 16 ନମ୍ବର ଅବସ୍ଥା, ତାହା ହଉଛି ଚେତନା ବା କନସିୟସନେସ। ଏଇ କନସିୟସନେସ ଟା ହଉଛି ଏଇ ଶାରୀରିକ କନସିୟସନେସ, ଇଣ୍ଡିଭିଜୁଆଲ ବଡିର ଯୋଉ କନସିୟସ ପାଞ୍ଚଟା ଯୋଉ ଇନ୍ଦ୍ରିୟ ଅଛି, ଇଏ ହଉଛି କନସିୟସନେସ। ଆମର ଯେତେବେଳେ ସିକ୍ସଥ ସେନ୍ସ, ଆମ ଯଦି ସ୍ପିରିଚୁଆଲ କନସିୟସନେସ ଟାକୁ ଯଦି ଆମେ ବୁଝିପାରୁ, ଜାଣିପାରୁ, ତାହେଲେ କଣ ହୁଏ ନା ଆମେ ଶାରୀରିକ ଅବସ୍ଥାରେ ଆମେ ଅନେକ କିଛି ବୁଝିପାରୁ। ତେଣୁ ତ ତିନିଟା ଯୋଉ ଲାଷ୍ଟ 14, 15, 16 ନମ୍ବର ଯୋଉ ପଏଣ୍ଟ କହୁଥିଲି, ଦ୍ୟାଟ ଇଜ ଦ ଇମୋସନାଲ କୋସେଣ୍ଟ, ଇଣ୍ଟେଲିଜେନ୍ସ କୋସେଣ୍ଟ, ଆଉ ଗୋଟେ ହଉଛି ସ୍ପିରିଚୁଆଲ କୋସେଣ୍ଟ। ଏଇ ସ୍ପିରିଚୁଆଲ କୋସେଣ୍ଟ ହିଁ ମଣିଷକୁ ଅନେକ ଉର୍ଦ୍ଧ୍ୱ ସ୍ତରକୁ ନେଇଯାଏ। ତେଣୁ ଠାକୁରଙ୍କର ପାଖରେ ଯୋଉ ଦତ୍ତଦା ଥିଲେ, ଦତ୍ତଦା ଗୋଟେ ପୁସ୍ତକ ରଚନା କରିଥିଲେ। ଯୋଉ ପୁସ୍ତକରେ ସେ କହୁଥିଲେ ଯେ ଜୀବାତ୍ମାର ତିନିଟା ଶରୀର ଅଛି, ଯୋଉ ସ୍ଥୂଳ ଶରୀର, କାରଣ ଶରୀର, ଆଉ ସୂକ୍ଷ୍ମ ଶରୀର। ତାପରେ ସଫ୍ଟୱେଲ ବଡି, କାଜୁଆଲ ବଡି, ଆଉ ଗ୍ରସ୍ ବଡି ବୋଲି କହୁଥିଲେ। କିନ୍ତୁ ତାପରେ ପୁଣି ଦେଖାଗଲା ଯେ ପାଞ୍ଚଟା କୋଷ ଅଛି ଆମର। ଯୋଉ ପାଞ୍ଚ କୋଷ, ଗୋଟେ ହଉଛି ଅନ୍ନମୟ କୋଷ। ଆମ ଯୋଉ ଫିଜିକାଲ ବଡିଟା, ଏଇଟା ହଉଛି ଅନ୍ନମୟ କୋଷ। ଯାହା ଠାକୁର କହୁଥିଲେ ଦିଟା କଥା ମଧ୍ୟ କହିଛନ୍ତି ଠାକୁର, ଗୋଟେ ପ୍ରୋଟୋପ୍ଲାଜମିକ ବଡି, ଆଉ ଗୋଟେ ହଉଛି ଏକ୍ଟୋପ୍ଲାଜମିକ ବଡି। ଏଇ ଏକ୍ଟୋପ୍ଲାଜମିକ ବଡିରେ ଆମେ ମୃତ୍ୟୁ ପରର ଜୀବନଟା ଏକ୍ଟୋପ୍ଲାଜମିକ ବଡିରେ ଚାଲିଯାଏ। ତେଣୁ ଯାହା ଭିତରେ ଦେଇକି ଆଲୋକ ପ୍ରବେଶ କରିପାରେ ନା, ଆମେ କେବଳ ସେଇ ବସ୍ତୁକୁ ଦେଖିପାରୁ। ଆମେ କାହାକୁ ଦେଖିପାରୁ? ମତେ ଧର ଆପଣ କି ଆପଣଙ୍କର ବନ୍ଧୁ, ଆପଣଙ୍କ ସ୍ତ୍ରୀ ପିଲାକୁ ଦେଖୁଛନ୍ତି, କାହିଁକି ତାଙ୍କ ଦେଇକି ଆଲୋକ ପ୍ରବେଶ କରିପାରେ ନା। ଆମେ କାନ୍ଥ, ବାଡ଼, ଘର ସବୁ କିଛି ଦେଖୁଛୁ, ଯାହା କିଛି ଆମେ ଦେଖୁଛୁ ତା ଭିତରେ ଦେଇକି ଆଲୋକ ପ୍ରବେଶ କରିପାରେ ନାହିଁ ବୋଲି ଆମେ ତାକୁ ଦେଖୁଛୁ। ଆମେ ଏୟାର ଟାକୁ ଦେଖିପାରୁନୁ, କାରଣ ଏୟାର ଦେଇକି ଆଲୋକ ଯାଇପାରେ, ସେଥିପାଇଁ ଆଲୋକକୁ ଦେଖିପାରୁନୁ। ତେଣୁ ଯାହା ଦେଇକି, ଯୋଉ ଶରୀର ଦେଇକି ଆଲୋକ ପ୍ରବେଶ କରିପାରୁଛି, ସିଏ ହଉଛି ଅନ୍ନମୟ କୋଷ। ଏବଂ ତା ବାହାରେ ଯୋଉଟା ରହିଲା, ତା ହଉଛି ପ୍ରାଣମୟ କୋଷ, ଆଉ ତାପରେ ମନମୟ କୋଷ, ବିଜ୍ଞାନମୟ କୋଷ, ଏବଂ ସଭା ଶେଷରେ ହଉଛି ଆନନ୍ଦମୟ କୋଷ। ଏଇ ଯୋଉ ପ୍ରାଣମୟ କୋଷ, ଏଇ ପାଞ୍ଚ ପ୍ରକାର ଯୋଉ ବାୟୁ ଅଛି, ଏଇ ପ୍ରାଣମୟ କୋଷଟା ପାଞ୍ଚଟା ବାୟୁ, ଆମର ଯୋଉ ବଡିରେ ଯୋଉ ପାଞ୍ଚଟା ସିଷ୍ଟମ ଅଛି, ଏଇ ସିଷ୍ଟମ ଟାକୁ କଣ୍ଟ୍ରୋଲ କରେ। ଏଇ ପ୍ରାଣବାୟୁଟାକୁ, ଏଇ ପ୍ରାଣବାୟୁ, ଆମ ମନ ଯେତେବେଳେ ମାନେ ଆମେ ଯେତେବେଳେ ରାଗି ଯାଉ, ନିଶ୍ୱାସ ଟା ପ୍ରଖର ହେଇଯାଏ। ତାର କାରଣ ହଉଛି ଏଇ ପ୍ରାଣମୟ କୋଷଟା ତାର ଚେଞ୍ଜେସ୍ ଆସେ। ଯୋଉ ପାଞ୍ଚ ପ୍ରକାର ବାୟୁ ଅଛି, ପ୍ରାଣବାୟୁ ଯାହାକି ରେସ୍ପିରେଟରୀ ସିଷ୍ଟମରେ କାମ ଲାଗେ, ଏବଂ ସମାନ ବାୟୁ, ଏ ସମାନ ବାୟୁଟା ଆମର ଡାଇଜେଷ୍ଟିଭ ସିଷ୍ଟମରେ ଲାଗେ, ଏବଂ ଆପାନା ବାୟୁ ଆମର ଏ ମାନେ ଏକ୍ସକ୍ରିଟୋରୀ ସିଷ୍ଟମ, ଆମ ଝାଡା ପରିସ୍ରା, ତା ଭିତରେ ଲାଗେ। ଏବଂ ଯୋଉ ବାୟାନ ବାୟୁ ଆମର ଯୋଉ ସର୍କୁଲେଟରୀ ସିଷ୍ଟମରେ ଲାଗେ। ଉଡାନ ବାୟୁ ଯାହା ହନୁମାନ କଣ୍ଟ୍ରୋଲ କରିପାରିଥିଲେ, ଉଡାନ ବାୟୁ, ମଣିଷ ଉପରକୁ ଉଡିପାରେ, ଏଇଟା ହଉଛି ଆମର ନର୍ଭସ ସିଷ୍ଟମରେ କାମ କରେ। ତେଣୁ ଏଇ ଯୋଉ ସିଷ୍ଟମ ଗୁଡାକ, ଏଇଠୁ ଆମେ କଣ କରେ, ଆମର ଯୋଉ ଶାରୀରିକ ଅବସ୍ଥାକୁ ଯଦି ଦେଖାଯାଏ, ଏଇଠି ଏଇ ମନଟାକୁ କଣ୍ଟ୍ରୋଲ କରିବାଟା ସମ୍ଭବ ନଥାଏ। ତେଣୁ ଗୋଟେ ରାଜା ଥିଲେ, ଜଣେ ଜଣେ ରାଜାଙ୍କ ପାଖକୁ, ରାଜାକୁ ଗୋଟେ ରାକ୍ଷସ ପଶି ଆସିଥିଲା। ସେ ରାକ୍ଷସଟା ଯେତେବେଳେ ପଶି ଆସିଲା, ତାର ମୂଳ ହଉଛି ମତେ କିଛି କାମ ଦିଅ, ମତେ କିଛି କାମ ଦିଅ, ନହେଲେ ମୁଁ ତମକୁ ଖାଇଦେବି, ମାନେ ମୁଁ ତମକୁ ଖାଇଦେବି। ଯେତେବେଳେ ସେ କାମ ଦିଏ, ରାଜ୍ୟ ଭିତରେ ପଶିଗଲା। ରାଜା କହିଲେ ବଢିଆ କଥା, ଆଉ ଗୋଟେ ଏମିତିଆ ଗୋଟେ ଲୋକ ଆସି କାହିଁକି ଖାଇବ, ତାକୁ ସବୁ ଡାକିଦେଲେ। ଡାକି ଦେଇକି ରାଜା ତାକୁ କହିଲେ, ଏ ରାଜ୍ୟ ଚାରିକରରେ ଯୋଉ ବାଉଣ୍ଡରୀ ୱାଲ ଅଛି ତାକୁ ବନାଅ। ସେ ବାଉଣ୍ଡରୀ ୱାଲ ପୁଣି ବନେଇଦେଲେ। ରାଜା ତାଙ୍କୁ ଅନେକ କିଛି କାମ ଦେଲେ। ଯାହା କାମ ଦେଲେ ସେ ସାଙ୍ଗେ ସାଙ୍ଗେ କରିଦେଇକି କିଛି ସମୟ ପରେ ପୁଣି ଚାଲି ଆସୁଥାନ୍ତି। ଦେଖିଲେ ରାଜା କହିଲେ ଆଉ ତ କିଛି ଅବସ୍ଥା ନାହିଁ, ଶେଷକୁ ମତେ ଖାଇଦବ। ସେଠୁ ଜଣେ ସାଧୁଙ୍କୁ ଡାକିଲେ, କଣ ଆର ପ୍ରତିକାର କରାଯାଇ ପାରିବ? ଇଏ ତ ଆସି ସମସ୍ତଙ୍କୁ ଖାଇଦବ, ତାପରେ ମୋ ରାଜ୍ୟକୁ ଖାଇଦବ। ସେ ସାଧୁ କହିଲେ ଯେ ଗୋଟେ ଗୋଟେ ବାଉଁଶଟେ ପୋତି ଦେଲେ। ସେ ବାଉଁଶରେ ମାନେ ସାତଟା ଗଣ୍ଠି ଥିଲା। ସେ ଗଣ୍ଠି ଧିରେ ତାକୁ କହିଲେ, ଏଇ ଗଣ୍ଠିରେ ସେ ରାକ୍ଷସକୁ କୁହ, ଏଇ ବାଉଁଶ ଉପରୁ ଉପରକୁ ଚଢିବ, ପୁଣି ତଳକୁ ଖସିବ, ଉପରକୁ ଚଢିବ, ପୁଣି ତଳକୁ ଖସିବ, ଯେପର୍ଯ୍ୟନ୍ତ ମୁଁ ମନା କରିନି। ତେଣୁ ଇଏ ହଉଛି ଏମିତି ଏକ କାମ
ଯାହା ଆଉ ସରିବ ନାହିଁ। କାରଣ ତାକୁ ତ ଉପରକୁ ଯିବ ତଳକୁ ଆସିବ, ଉପରକୁ ଯିବ ତଳକୁ ଆସିବ, ଆଉ କଣ କାମ କରିବ? ସେଇ ଯୋଉ ଗଣ୍ଠି ଦେଇକି ଗୋଟେ ଗଣ୍ଠିରୁ ଚଢିବ ଆଉ ଗୋଟେ ଗଣ୍ଠି, ତାପରେ ଏମିତି ଉପରକୁ ଯିବ, ପୁଣି ତଳକୁ ଖସିବ, ପୁଣି ଉପରକୁ ଯିବ। ତେଣୁ ମନଟା ହଉଛି ସେଇଆ, ସେଇ ରାକ୍ଷସ। ମନକୁ ଯଦି କାମ ନ ମିଳେ, ସେ କଣ କରେ ନା ବିଭିନ୍ନ ଦୁଶ୍ଚିନ୍ତା ଭିତରକୁ ନେଇଯାଏ ଏବଂ ଅନେକ କୁଚିନ୍ତା ମନ ଭିତରକୁ ଆସେ। ସେଦିନ ଜଣେ ସହପ୍ରତି ରୀତିକି ଯାଉଛନ୍ତି ଦୀକ୍ଷା ମାନେ ଗୋଟେ ସତ୍ସଙ୍ଗକୁ ଆଟେଣ୍ଡ କରିବା ପାଇଁ। ଠାକୁର ତାଙ୍କୁ କହୁଛନ୍ତି ସେଇ ମାନେ ଜାଗାରୁ ଗୋଟେ ଶାଗ ଆଣିବା ପାଇଁ, ଗୋଟେ ପ୍ରକୃତିରୁ ସେ ବାଟ ସାରା ଭାବି ଭାବିକା ଯାଉଛନ୍ତି ସେ ଶାଗ ତ ଦେଓଘରରେ ମିଳେ, ପୁଣି ସେଠୁ କାହିଁକି ଆଣିବା ପାଇଁ କହିଲେ? ସେଇ କଥା ଭାବି 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 ଯାଇଛନ୍ତି ଏବଂ ଯାଜନ କରିଛନ୍ତି, ଶାଗ ଧରିଛନ୍ତି, ଆସିଛନ୍ତି, ଠାକୁରଙ୍କୁ ପୁଣି ଦେଇଛନ୍ତି। ଦେଲା ପରେ ଠାକୁରଙ୍କୁ କହୁଛନ୍ତି, ଠାକୁର ଏ ଶାଗ ତ ଏଠି ମିଳେ, ତ ସେଠୁ ଆଣିବା ପାଇଁ କାହିଁକି କହିଲେ? ଠାକୁର କହିଲେ, ସେଇ ତୁ କଣ କଲୁ? ଭାବି ଭାବିକା ଗଲୁ, ତୁ ମୋରି କଥା ଭାବି ଭାବିକା ଗଲୁ, ଆସିଲା ବେଳେ ବି ସେଇ କଥା ଭାବି ଭାବି ଆସିଲୁ। ତ ମନଟାକୁ ଏକନିଷ୍ଠ କରିବା ପାଇଁ ଏ ସାଗର କଥା କହିଥିଲେ। ତେଣୁ ମଣିଷ ମନଟାକୁ ସେଇ ଏକାଗ୍ର ଠାକୁରଙ୍କ ସହିତ ଯୋଡି ରଖିବା ପାଇଁ ଠାକୁର ଏଇ ଯୋଉ ନାମ ଦେଇଛନ୍ତି ଏବଂ ଆହୁରି ଯୋଡି ରଖିବା ପାଇଁ ଇଷ୍ଟ କର୍ମ ଦେଇଛନ୍ତି, ଆହୁରି ଯୋଡି ରଖିବା ପାଇଁ ଏ ଡିପି ୱାର୍କ ଦେଇଛନ୍ତି, ଏ ଆଧାର କାର୍ଡ ଅପଡେଟ ର କାମ ଦେଇଛନ୍ତି। ତେଣୁ ସବୁବେଳେ ଆମେ ଯଦି ପ୍ରତିନିୟତ ସେଇ କର୍ମରେ କରୁ, ଇଷ୍ଟ ମାନେ ହଉଛି ମଙ୍ଗଳ, ଇଷ୍ଟ କର୍ମ ମାନେ ହଉଛି ମଙ୍ଗଳର କର୍ମ, ଇଷ୍ଟ ବୃତ୍ତି ହଉଛି ମଙ୍ଗଳର ବୃତ୍ତି ଏବଂ ଇଷ୍ଟ ମାନେ ଇଷ୍ଟଙ୍କ ଉଦ୍ଦେଶ୍ୟରେ ଯାହା କିଛି କରାଯାଏ ସେ ସବୁ କିଛି ହଉଛି ମଙ୍ଗଳ। ତେଣୁ ଇଷ୍ଟ କର୍ମରେ ଆମକୁ ଡିପି ୱାର୍କ ଆସେ, ଇଷ୍ଟ କର୍ମରେ ଆମକୁ ଯୋଉ ଅପଡେଟ ଆଧାର ଅପଡେଟ କରିବାର ଯୋଉ କଥା ଆସି, ଇଏ ସବୁ ହଉଛି ଇଷ୍ଟଙ୍କର କର୍ମ। ତେଣୁ ଏଇ ଇଷ୍ଟ କର୍ମ କରିବା ଭିତରେ କଣ ହୁଏ? ମନ ପ୍ରତିନିୟତ ତାଙ୍କ ସହିତ ଯୁକ୍ତ ହେଇକି ରହେ। ଏଇ ଯୋଗ, ଯୋଉ ଅଷ୍ଟାଙ୍ଗ ଯୋଗ କଥା କୁହାଯାଏ ବା ଚାରିଟା ଯୋଗ କଥା କୁହାଯାଏ, ତା ମାନେ ଯୁକ୍ତ ହବାଟା ହଉଛି ଯୋଗ। ତେଣୁ ଏଇ ଯୋଉ ଯୁକ୍ତ ହବା ପାଇଁ, ଇଷ୍ଟଙ୍କ ସହିତ ଯୁକ୍ତ ହବା ପାଇଁ, ଇଏ ହଉଛି ଏଇ ନାମ ହଉଛି એકમાત્ર ଉପାୟ। ଏଇ ନାମ କରିବା ଭିତରେ ଆମେ ଇଷ୍ଟଙ୍କ ସହିତ ଯୁକ୍ତ ହଉ। ଏଇ ଇଷ୍ଟ, ଏଇ ନାମ ହଉଛି ଏକ ସ୍ପନ୍ଦନାତ୍ମକ ପ୍ରତିଛବି। ଏଇ ସ୍ପନ୍ଦନାତ୍ମକ ପ୍ରତିଛବିଟା କଣ କରେ? ଏ ନାମଟାକୁ ଆମକୁ ଭିତରେ ମାନେ ଆମ ଭିତରେ ଶକ୍ତି ସଞ୍ଚାରଣ କରେ। ତେଣୁ ଏଇ ଯୋଉ ପିନିଏଲ ଗ୍ଲାଣ୍ଡ ଭିତରେ ଯେତେବେଳେ ଆମେ ମେଡିଟେସନ କରୁ, ଏଇ ଯୋଉ ପିନିଏଲ ଗ୍ଲାଣ୍ଡ ଭିତରେ ଯୋଉ ସତ୍ତାର ଉତ୍ପତ୍ତି ଥାଏ, ଠିକ 2-2.5 ଇଞ୍ଚ ଭିତରେ ଥାଏ ଯୋଉ ଆଜ୍ଞା ଚକ୍ର। ଆମ ଯୋଉ ଛଅଟା, ମୁଁ ଯୋଉ ବାଡି କଥା ବାଉଁଶ କଥା କହୁଥିଲି, ଆମକୁ ଛଅଟା ଶରୀର ଭିତରେ ଛଅଟା ଚକ୍ର ଅଛି। ଆକ୍ଚୁଆଲି 108 ଚକ୍ର ଅଛି, କିନ୍ତୁ ସେଥିପାଇଁ 108 ମନ୍ତ୍ର, 108 ତୁଳସୀ, ଏ ବିଷ୍ଣୁଙ୍କର 108 ମନ୍ତ୍ର, ଏଇ ସବୁ 108ରେ କରାହେଇଛି। କାରଣ 108 ହଉଛି ଆମର 108ଟା ଚକ୍ର ବଡି ଭିତରେ ଅଛି, ତା ଭିତରୁ ମୁଖ୍ୟ ଚକ୍ର ହଉଛି 7ଟା। ଆମର ଯୋଉ ମେରୁଦଣ୍ଡର ଶେଷରେ ଯୋଉ ଚକ୍ର ଅଛି ତାହା ହଉଛି ମୂଳାଧାର ଚକ୍ର, ଯୋଉଟା କି ଆମର ଆର୍ଥ ଏଲିମେଣ୍ଟ, ଆମର ବଡିରେ ଯୋଉ 5ଟା ଏଲିମେଣ୍ଟ ଅଛି, ପଞ୍ଚଭୂତ ଯୋଉ ଅଛି, ଏ ପୃଥିବୀ ବା ଆର୍ଥ ଏଲିମେଣ୍ଟଟା ସେଠି କନସେଣ୍ଟ ଥାଏ। ଏବଂ ଯୋଉ ଲୋକ ଶୋଇବାକୁ ବେଶୀ ଭଲ ପାଏ, ତାର ମୂଳ କାରଣ ହଉଛି ତାର ମୂଳାଧାର ଚକ୍ରରେ ତାର ଯୋଉ ସ୍ପିରିଚୁଆଲ ଏନର୍ଜିଟା, ଆମର ଯୋଉ ଭାଇଟାଲ ଏନର୍ଜିଟା, ଶରୀରର ଯୋଉ ସତ୍ତା ସ୍ପୋଷୀ ଏନର୍ଜିଟା, ସେ ମୂଳାଧାର ଚକ୍ରରେ କେନ୍ଦ୍ରାୟିତ ଥାଏ। ଯାହା ଫଳରେ କଣ ହୁଏ? ସେ ବେଶୀ ଶୋଇବା ପାଇଁ ଭଲ ପାଏ। ଏବଂ ଯେତେବେଳେ ମୂଳାଧାର ଚକ୍ର, ଯୋଉ ସ୍ୱାଦିଷ୍ଟାନ ଚକ୍ର, ଯୋଉ ନାଭିକ କେନ୍ଦ୍ରକୁ ଯେତେବେଳେ ଆସେ, ସେ ନାଭିକ କେନ୍ଦ୍ରକୁ ଆସିଲେ ଶାରୀରିକ ସୁଖ ବା ଫିଜିକାଲ ପ୍ଲିଜର ପାଇଁ ବେଶୀ ସେ ଦୌଡେ। ଶାରୀରିକ ସୁଖ, କାରଣ ଏଇଠି ୱାଟର ଏଲିମେଣ୍ଟ ଥାଏ। ଆମେ ଯୋଉ ଓମ୍ ଉଚ୍ଚାରଣ କରୁ, ଓ ଟା ଏଇ ନାଭିକ କେନ୍ଦ୍ର ଉପରେ କମ୍ପନ କରେ, ତ ୱାଟର ପାର୍ଟିକଲଟା ବଡି ଭିତରେ କମ୍ପନ ସୃଷ୍ଟି କରେ ଏବଂ ବଡି ଶାରୀରିକ ଅବସ୍ଥାଟା ଠିକ ରହେ। ଏଇଟା ହଉଛି ସ୍ୱାଦିଷ୍ଟାନ ଚକ୍ର, ନାଭିକ କେନ୍ଦ୍ର ପାଖରେ ଥାଏ। ତାପରେ ଅଛି ଆଗ୍ନେୟ ଚକ୍ର, ଯାହାକି ପାନକ୍ରିଆ ପାଖରେ ଥାଏ। ଅଗ୍ନି ଉଦ୍ଗିରଣ ଯୋଉଠି ହୁଏ, ପାନକ୍ରିଆଟିକ ଯୋଉ ହାଇଡ୍ରୋକ୍ଲୋରିକ ଏସିଡ ସିକ୍ରିସନ ହୁଏ, ଏଇ ପାନକ୍ରିଆ ଚକ୍ର ଉପରେ ଯେତେବେଳେ କମ୍ପନ ସୃଷ୍ଟି ହୁଏ, ଏଇ ପାନକ୍ରିଆ ଚକ୍ର ଯେତେବେଳେ ଆକ୍ଟିଭ ଥାଏ ଯାହାର, ଯେତେବେଳେ ମାନେ ଆମର ଭାଇଟାଲ ଏନର୍ଜି ବା ଯୋଉ ଶାରୀରିକ ଶକ୍ତିଟା, ଯୋଉ ଏନର୍ଜିଟା ଯଦି ସେଇଠି କନସେନ୍ଟ୍ରେଟ କରେ, ସେ ଲୋକ ବେଶୀ ଖାଇବା ପାଇଁ ଭଲ ପାଏ। କିନ୍ତୁ ତାପରେ ହଉଛି ଅନାହତ ଚକ୍ର, ଯୋଉଟା ହାର୍ଟ ପାଖରେ ଥାଏ, ଲଙ୍ଗସ ପାଖରେ ଥାଏ। ତାପରେ ବିଶୁଦ୍ଧ ଚକ୍ର, ଯୋଉଟା ଆମ ଗଳା ପାଖରେ ଥାଏ। ଆମର ଯୋଉ ଦିଟା ଆଖିର ଭୃଲତାର ମଝିରେ ଯୋଉଟା ହଉଛି ଆଜ୍ଞା ଚକ୍ର, ଯୋଉଠି ଧ୍ୟାନ କଲେ ପିଲାମାନଙ୍କର ମାନେ ମେମୋରି ପାୱାର ବଢେ, ଏଜୁକେସନ ମାନେ ଲର୍ଣ୍ଣିଂ କାପାସିଟି ବଢେ, ଯାହା ସ୍ୱାମୀ ବିବେକାନନ୍ଦଙ୍କର ଥିଲା। ଏଇଠି ଠାକୁର ନାମ କରିବା ପାଇଁ କହୁଛନ୍ତି, କାରଣ ଏଇଠି କନସେନଟ୍ରେଟ କଲେ କଣ ହୁଏ? ଶାରୀରିକ ସବୁ ଚକ୍ର ଗୁଡାକ ଉର୍ଦ୍ଧ୍ୱମୁଖୀ ହୁଏ। ତା ମାନେ ଯୋଉ ଖାଇବା, ଶାରୀରିକ ସୁଖ ଏବଂ ଶୋଇବା, ଇଏ ପ୍ରବୃତ୍ତିରେ ମଣିଷ ନିବୃତ୍ତ ହେଇକି ଏ ଆଜ୍ଞା ଚକ୍ରରେ ସେଇଟା କେନ୍ଦ୍ରାୟିତ ହୁଏ। ଏ ଆଜ୍ଞା ଚକ୍ରରେ କେନ୍ଦ୍ରାୟିତ ହେଲେ ମଣିଷ ମାନେ ସର୍ବ ଶକ୍ତିମାନ ହେଇପାରେ। ସମୟ ତ ହେଇଯାଇଛି, ତେଣୁ ସମସ୍ତଙ୍କର ଶାନ୍ତି ସ୍ୱସ୍ତି ପାଇଁ ପରମ ପିତାଙ୍କ ନିକଟରେ ପ୍ରାର୍ଥନା କରି ମୋର ବକ୍ତବ୍ୟ ବିରାମ ଦଉଛି। ବନ୍ଦେ ପୁରୁଷୋତ୍ତମ, ବନ୍ଦେ ପୁରୁଷୋତ୍ତମ। ଦାଦା ଜୟ ଗୁରୁ, ଜୟ ଗୁରୁ। ଟିକେ ଲେଟ୍ ହେଇଗଲା। ଜୟ ଗୁରୁ, ଆଜ୍ଞା, ଜୟ ଗୁରୁ, ଜୟ ଗୁରୁ। ଅତି ସୁନ୍ଦର।
ବିମୁଗ୍ଧ ହୋଇଛନ୍ତି ସମସ୍ତେ। এই ତାତ୍ତ୍ୱିକ ଆଲୋଚନା ବାସ୍ତବରେ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି। ତା ଭିତରେ ଆପଣ ଯେଉଁ ଅଭିବ୍ୟକ୍ତି ରଖିଲେ, ତାପରେ ଟିପ୍ପଣୀ ଦେବା ଆମର ଦୃଷ୍ଟତା ମାତ୍ର। এই ସାଧନ ରାଜ୍ୟର କଥା ଆପଣ ଯେତିକି ଡୁବିବେ ସେତିକି ବେମାଲୁମ ହେବେ। ଯାହା ସତ୍ୟାନ ଶରଣ ପ୍ରଭୁ କହିଛନ୍ତି, ଏଇ ଯେଉଁ ଅଜ୍ଞା ଚକ୍ର, ଅନାଥ ଚକ୍ର, ସାଧନା, ତତ୍ତ୍ୱ, ଏଗୁଡ଼ା ସବୁ ତାତ୍ତ୍ୱିକ ଆଲୋଚନା।